ଆଜ୍ଞା ଭୁବନେଶ୍ୱରରୁ ମାତ୍ର 25 କିଲୋମିଟର ଦୂରରେ ରହିଛି କୋଟି ଓଡ଼ିଆଙ୍କର ପ୍ରାଣକେନ୍ଦ୍ର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର, ଯାହାକି ଜଗନ୍ନାଥ ଲୀଳାଖେଳା କ୍ଷେତ୍ର ନାମରେ ପରିଚିତ। ଏଠାରେ ଥିବା ଶିବଲିଙ୍ଗକୁ ଦର୍ଶନ କରିବା କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ସମାନ। ସମସ୍ତଙ୍କୁ ମୋର ନମସ୍କାର ଆଉ ଜୟ ଜଗନ୍ନାଥ। ମୁଁ ଜିତନ ସ୍ୱାଗତ କରୁଛି ମୋର ଏହି ଛୋଟିଆ ବ୍ଲକରେ। ଆମ କଳା ଠାକୁରଙ୍କର ଲୀଳାଖେଳା କ୍ଷେତ୍ର ମଧ୍ୟରୁ ଗଡ଼ ଖୋର୍ଦ୍ଧାରେ ଥିବା ଏହି ମନ୍ଦିର ହେଉଛି ଅନ୍ୟତମ, ଯେଉଁଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ପୂଜା ପାଇଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ 1575 ମସିହାରେ ଖୋର୍ଦ୍ଧା ରାଜା ଇଂରେଜ ସରକାରଙ୍କର କଳିକ ନୀତି ପାଇଁ ମହାପ୍ରଭୁଙ୍କୁ ଏଠାରେ ଅଜ୍ଞାତବାସରେ ରଖିଥିଲେ। ପରେ ଏହି ବିଗ୍ରହକୁ ଶ୍ରୀମନ୍ଦିରକୁ ସ୍ଥାନାନ୍ତରଣ କରାଯାଇଥିଲା। ସେବେଠାରୁ ଏଠାରେ ମହାପ୍ରଭୁଙ୍କୁ ନୀତିକାନ୍ତି ଅନୁସାରେ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଛି। ମୁଖ୍ୟ ମନ୍ଦିରର ଦୁଇ ପାର୍ଶ୍ୱରେ ରହିଛି ଦୁଇଟି ମନ୍ଦିର, ଯେଉଁଥିରେ ପୂଜା ପାଉଛନ୍ତି ମା ଲକ୍ଷ୍ମୀ ଏବଂ କାଶୀ ବିଶ୍ୱନାଥ। ଲୋକକଥା ଅନୁସାରେ ଏହି ଶିବଲିଙ୍ଗକୁ ଦର୍ଶନ କରିବା କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ସମାନ। ଯଦି ମୋର এই ଛୋଟିଆ ବ୍ଲଗଟି ଆପଣଙ୍କୁ ଭଲ ଲାଗିଥିବ ଗୋଟେ ଛୋଟିଆ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।